ମାନେ ଆପଣ ମାନେ ଦେଖିବାକୁ ପାଇବେ ଆଜି ଯଶୋଦା ଦେବୀଙ୍କର ସବୁ ପଛ କଥା ମନେ ପଡ଼ିଯାଇଛି। ତାଙ୍କର ମନେ ପଡ଼ିଛି ଯେ ସିଏ ହେଉଛନ୍ତି ପ୍ରକୃତରେ କାମିନୀ ଜେଜେମାଙ୍କ ଝିଅ ଜାନକୀ ସେନାପତି ବୋଲି। ହଁ ସାଙ୍ଗମାନେ ଆପଣମାନେ ଦେଖିବାକୁ ପାଇବେ ଆଜି ଯେତେବେଳେ ଗୋଟିଏ ନର୍ସ ଅନୁଜକୁ ମାରିବା ପାଇଁ ଚେଷ୍ଟା କରୁଥିବ ଆଉ ତାଙ୍କୁ ଦିଆଯାଇଥିବା ସେଲୁନରେ କିଛି ବିଷାକ୍ତ ମିଶାଇ ସବୁଦିନ ପାଇଁ ଅନୁଜକୁ ମାରିବା ପାଇଁ ଚାହୁଁଥିବ, ଏତେବେଳେ ଯଶୋଦା ଦେବୀ ଦେଖିଦିଅନ୍ତି ଆଉ ସେ ନର୍ସକୁ ଯାଇ କୁହନ୍ତି ତମେ ଏମିତି କେମିତି କରିପାରୁଛ, କିଛିଟା ଟଙ୍କା ପାଇଁ ତମେ କାହା ଜୀବନ ନେଉଛ। ଆଉ ଯଶୋଦା ଦେବୀ ଦେଖନ୍ତି ବେଡ୍ରେ ଅନୁଜ ଶୋଇଛି ଆଉ ଅନୁଜକୁ ଦେଖିଲା ପରେ ତାଙ୍କ ମୁଣ୍ଡ ଆଉ ଗରମ ହେଇଯିବ ଆଉ ସେ କହିବ ଆରେ ଏ ମୋ ଲୋକ ଆଉ ମୋ ଲୋକକୁ ତମକୁ ମାରିବା ପାଇଁ ଟଙ୍କା କିଏ ଦେଇଛି। ଆଉ ଏମିତି କହି ସେ ନର୍ସଟିକୁ ତାଙ୍କେ ଗୋଡ଼େଇ ଧରିବାକୁ ଚେଷ୍ଟା କରନ୍ତି କିନ୍ତୁ ନର୍ସଟି ଏତେବେଳେ ଚାଲିଯାଇଛି ଆଉ ଯିବା ସମୟରେ ଯଶୋଦା ଦେବୀଙ୍କୁ ଠେଲି ତାଙ୍କ ମୁଣ୍ଡକୁ ଫଟେଇ ଦେଇଛି ଆଉ ତାଙ୍କ ମୁଣ୍ଡକୁ ଆଘାତ ହେବା ପରେ ଯଶୋଦା ଦେବୀଙ୍କର କିଛି କଥା ମନେ ପଡ଼ିଛି ଆଉ ଅନୁଜକୁ ଦେଖିଲା ପରେ କହୁଛନ୍ତି ଆଙ୍କୁ ତ ମୁଁ ଆଗରୁ କେଉଁଠି ଦେଖିଛି ଆଉ ଏମିତି ଲାଗୁଛି ଆଙ୍କ ସହିତ ମୋ ସମ୍ପର୍କ ଅତୁଟ ବୋଲି। ତ ଫ୍ରେଣ୍ଡସ୍ ଆପଣମାନଙ୍କୁ କ'ଣ ଲାଗୁଛି, କ'ଣ ଯଶୋଦା ଦେବୀ ଅନୁଜକୁ ଦେଖିଲା ପରେ ସବୁ କଥା ମନେ ପକାଇ ପାରିବେ ଆଉ ଚିକିର ଅସଲି ମା କାମିନୀ ଜେଜେମାଙ୍କ ଅସଲି ଝିଅ ଜାନକୀ ବୋଲି ନିଜକୁ କ'ଣ ସମସ୍ତଙ୍କ ସାମ୍ନାରେ କହିପାରିବେ? ଆଗକୁ ଜାଣିବାକୁ ଚାହୁଁଥିଲେ ଆମ ୟୁଟ୍ୟୁବ୍ ଚ୍ୟାନେଲ ତ ଯୋଡ଼ି ରୁହନ୍ତୁ।